ଘରୁ ତ ମୁଁ ସକାଳୁ ଉଠିକି ପାଠ ସାରିକି ସବୁ କାମ ସାରିକି ଗାଧେଇକି ସବୁ ସାର୍ଟ ପ୍ୟାଣ୍ଟ ପିନ୍ଧିକି ଯେତେବେଳେ ଆସିବି ଆସିଲା ଆସିକୁ ପ୍ରଭୁଙ୍କୁ ମୁଣ୍ଡିଆ ମାରିବି, ମାନେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବି। ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିକି କୁହେ କି ଏଇଟା ଆପଣଙ୍କ କାମ, ଆପଣ ହିଁ କାମ କରୁଛନ୍ତି, ଆଉ ଏମିତି କାମଟା ମାନେ ଠିକ୍ ହେଇବ। ପ୍ରଥମେ ତ ଏଇ କାମ କରିବାକୁ ଡର ଲାଗୁଥିଲା, ତାପରେ ବଡ଼ ବାବା ସେ ମୋ ହାତ ଧରିକି କଲେ, ତାପରେ ଡର ଟିକେ ଟିକେ କରିକି କମିଲା, ତାପରେ ମୁଁ ନିଜେ କଲି। ତାପରେ ମତେ ଏଇ ଯୋଉ କରୁଛି ମୁଁ ଖୋଦେଇ, ସେ ଖୋଦେଇ ଯଦି ରଥରେ ଲାଗିବ, ରଥରେ ଶ୍ରୀ ପ୍ରଭୁ ଜଗନ୍ନାଥ ହଉଛି ବିରାଜମାନ କରିବେ, ତେବେ ମୋର ଖୁସି କହିଲେ ନ ସରେ। ଏଇଥିରେ କଣଭୂତ ହଉଛି, କଣଭୂତରେ ହଉଛି ସିଂହ ବିରାଳ ଖୋଦେଇ ହଉଛି। ପ୍ରଥମେ ହଉଛି ଖଡିରେ ଗାରା ହଉଛି, ତାପରେ ହଉଛି ସ୍କେଚ ପେନରେ ଗାରେଇକି ସାଇଜ ହଉଛି, ତାପରେ ଆଉଟ ସାଇଡ ଖୋଳା ହବ। ଆଉଟ ସାଇଡ ଖୋଳି ସାରିଲା ପରେ ସବୁ ଗଢା ହବ। ଗଢିଲା ପରେ ଗହଣା ପକା ହବ। ଗହଣା ପକାଇଲା ପରେ ଚିତ୍ରକାର ମାନେ ଏଇଥିରେ ରଙ୍ଗ କରିବେ। ରଙ୍ଗ କଲେ ଭୋଇ ସେବକ ମାନେ ଏହାକୁ ରଥରେ ଫିଟ୍ କରିବେ। କୋଉ କ୍ଲାସ ପଢୁଛ? ମୁଁ 6th କ୍ଲାସ ପଢୁଛି। କେବେଠୁ କାମରେ ଆସିକି ଯୋଗ ଦେଲନି? ପ୍ରାୟ 5 ବର୍ଷ। ମୁଁ ହଉଛି କରୁଛି, ଆଉ ଭୁଲ ହେଲେ ବାବା ନହେଲେ ବଡ ବାବା ତାକୁ ବାଗଉଛନ୍ତି ଆଉ କହୁଛନ୍ତି ଏଇଟା କେମିତି ହବ, ତାପରେ ମୁଁ କରୁଛି, ବାବା ବଡ ବାବା ଦେଖୁଛନ୍ତି, ଠିକ ହେଲେ ହଁ କରୁଛନ୍ତି, ଯଦି ଭୁଲ ହବ ପୁଣି ବାଗଉଛନ୍ତି। ମାନେ ଜଗନ୍ନାଥଙ୍କ କାମ କରିକି ତମ ମନ ଭିତରେ କଣ ଆସୁଛି? ଆଧ୍ୟାତ୍ମିକତା କଣ ଆସୁଛି? ମନୋଭାବ କଣ ଆସୁଛି? ମୁଁ ଏଇଥିରେ ଖୋଦେଇ କରୁଛୁ, ସେଇଟା ହଉଛି ରଥରେ ଲାଗିବ, ସେଇଥିରେ ଦିଅ ବିରାଜମାନ କରିବେ। ସେଇଥିରେ ଯେଉଁ ଖୁସି ମିଳିବ କୋଉ ଖୁସିଠୁ ବଢିକି ମିଳେ। ଏଇ ଖୁସି ସବୁ ଖୁସିଠୁ ବଡ। ମୁଁ ହଉଛି ନନ୍ଦିଘୋଷ ରଥର ରୂପକାର ସେବକ, ଆଉ ବଡ ରଥର ମାନେ ତାଳଧ୍ୱଜ ରଥର ରୂପକାର ସେବକ ମାନଙ୍କର ଗୋଟେ 2ଟି ପିଲା ଆସୁଛନ୍ତି। ମାନେ ପାଠରୁ କେତେ କେମିତି ସମୟ ବାହାର କରିକି ତମେ ଏଇ ମହାପ୍ରଭୁ କାର୍ଯ୍ୟରେ ଯୋଗ ଦଉଛ? ସକାଳୁ ତ ମୁଁ ଉଠୁଛି 5ଟାରେ, 5ଟାରୁ ଅଧଘଣ୍ଟେ ନହେଲେ ଘଣ୍ଟେ ହଉଛି ପାଠ ପଢୁଛି। ତାପରେ ଗାଧେଇକି ବାବାଙ୍କ ନହେଲେ ବଡ ବାବାଙ୍କ ସାଙ୍ଗରେ ଏଇଠି ଆସିକି ମୁଁ ଖୋଦେଇ କରୁଛି। କେତେ ସମୟ କରୁଛ କାମ? କାମ ସକାଳୁ 2 ପର୍ଯ୍ୟନ୍ତ, ତାପରେ ସନ୍ଧ୍ୟା ବେଳୁ ରାତି 8 ପର୍ଯ୍ୟନ୍ତ। ଘରୁ ଯେତେବେଳେ ମୁଁ ସକାଳୁ ଉଠିକି ପାଠ ସାରିକି ସବୁ କାମ ସାରିକି ଗାଧେଇକି ସବୁ ସାର୍ଟ ପ୍ୟାଣ୍ଟ ପିନ୍ଧିକି ଯେତେବେଳେ ଆସିବି, ତାପରେ ଯୋଉ କାମ ଥିବ ସେଇଟା ସାରିଦେବି। ତାପରେ ଆସିଲା ଆସିକୁ ପ୍ରଭୁଙ୍କୁ ମୁଣ୍ଡିଆ ମାରିବି, ମାନେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିବି। ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିକି କୁହେ କି ଏଇଟା ଆପଣଙ୍କ କାମ, ଆପଣ ହିଁ କାମ କରୁଛନ୍ତି, ଆଉ ଏମିତି କାମଟା ମାନେ ଠିକ୍ ହେଇବ। ତାପରେ ମୁଁ ଏଇଠିକି ଆସିକି ଫାଷ୍ଟ ମୁରୁଜ, ତାପରେ ନିହାଣ ଏରାକୁ ମୁଣ୍ଡିଆ ମାରିବି। ମୁଣ୍ଡିଆ ମାରିକି ଯାଇକି ଖୋଦେଇ କରିବା ଆରମ୍ଭ କରିବି। ଏଇ କାମ କରିକି ମତେ ଏତେ ଆନନ୍ଦ ମିଳୁଛି, ସେ ଆନନ୍ଦ କୋଉ ଆନନ୍ଦରୁ ବି ବଢିକି ନାହିଁ।